ବର୍ତ୍ତମାନ ସମାଜରେ ପୁରୁଷ ହିଁ ଜନ୍ମ ହେବା ପାପ ନା ବାପା ମା ମାନେ ପୁରୁଷ ପୁଅକୁ ଜନ୍ମ କରିବା ପାପ। ସମାଜରେ ବର୍ତ୍ତମାନ ବାପା ମା ମାନେ ଏତେ ଅବହେଳିତ ନିଷ୍ପେଷିତ ହେଇ ଅଛନ୍ତି, ତାହା କହିବା ବହୁତ କଷ୍ଟ। ଅନେକ ଜାଗାରେ ବହୁତ ଭାଗ୍ୟବାନ ପୁଅମାନେ ଅଛନ୍ତି ଯେଉଁମାନଙ୍କ ସହ ବାପା ମା ମାନେ ଆଜି ବି ଅଛନ୍ତି। ବହୁତ ହତଭାଗା ପୁଅମାନେ ଅଛନ୍ତି, କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ବାପା ମା ଅଫେରା ରାଇଜକୁ ଚାଲି ଯାଇଛନ୍ତି, ଆଉ ସେଠୁ ଫେରିବାର କୌଣସି ପ୍ରକାର ଚାନ୍ସ ନାହିଁ। ଏବଂ ଆଉ କିଛି ହତଭାଗା ପୁଅମାନେ ଅଛନ୍ତି, ସେମାନେ ବାପା ମାଙ୍କୁ ଚାହୁଁଛନ୍ତି ପାଖରେ ରଖିବା ପାଇଁ, କିନ୍ତୁ ପରିବେଶ ଆଉ ପରିସ୍ଥିତି ତାଙ୍କ ପାଖରେ ରଖିବାକୁ ସୁଯୋଗ ମଧ୍ୟ ଦେଉନି। ବଡ଼ କଷ୍ଟ କଥା। ଯିଏ ଗଛ ଲଗେଇଛି ସେ ଫଳ ଖାଉନି, ଯିଏ ଗଛ ମୂଳେ ଆସି ବସିଲା ସେ ଫଳ ଖାଇବାରେ ଖାଇ ଚାଲିଛି। ମୁଁ ଆପଣଙ୍କୁ ଗୋଟେ ଜିନିଷ କହୁଛି, ଜୀବନରେ କେତେ କଷ୍ଟ ଆସୁ, କେତେ ବାଧା ଆସୁ, କେତେ ବିଘ୍ନ ଆସୁ, ଯିଏ ଆପଣଙ୍କ ପାଇଁ କରିଛି ଆପଣ ତା ପାଇଁ କରିବାକୁ ପଡ଼ିବ। ବାପା ମାଙ୍କ ପାଇଁ ଆଜି ଆପଣ ଏଇଠି। ଦୁନିଆର ସମସ୍ତ ଶକ୍ତି ଯଦି ଏକାଠି ହେଇଯାଏ, ତାପରେ ମଧ୍ୟ ସମସ୍ତେ ଏକ ହେଇଯାଆନ୍ତୁ, ବାପା ମାଙ୍କ ସହିତ ଆପଣମାନେ ଚାଲନ୍ତୁ।